श्रोताबंधु विशिष्ट मनोविज्ञानी फ्रॉइडଙ୍କର ଇଡିପସ୍ କମ୍ପ୍ଲେକ୍ସ ଏ ସମ୍ପର୍କରେ 1897 ଅକ୍ଟୋବର 15 ତାରିଖରେ ଡାକ୍ତର ଫ୍ଲିସ୍ଙ୍କ ପାଖକୁ ସେ ଲେଖିଥିଲେ, ନିଜ ସହିତ ଏକାନ୍ତ ଭାବେ ବିଶ୍ୱସ୍ତ ହେବା ହେଉଛି ଗୋଟିଏ ଭଲ ଅଭ୍ୟାସ। ଆଜି ଫ୍ରଏଡଙ୍କର ଏକ ତତ୍ତ୍ୱ ଇଡିପସ୍ କମ୍ପ୍ଲେକ୍ସ ଏ ସମ୍ପର୍କରେ ଆମେ ଏକ ସୁନ୍ଦର ଗ୍ରୀକ୍ ପୁରାଣ କଥା ଶୁଣିବା। ଏହି ପୁରାଣ କଥାକୁ ବୁଝିଲେ ମାତୃ ମନୋଗ୍ରନ୍ଥିର ଗୂଢ଼ାର୍ଥ ବୁଝିବା ସହଜ ହେବ। ଗ୍ରୀକ୍ ନାଟ୍ୟକାର ସଫୋକ୍ଲିସ୍ଙ୍କ ରଚିତ ନାଟକର ମୁଖ୍ୟ ଚରିତ୍ର ହେଉଛି ଇଡିପସ୍। ଥିବିଜ୍ ଏକ ଗ୍ରୀକ୍ ରାଜ୍ୟ। ସେଠାରେ ଲେଅସ୍ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ଇଡିପସ୍ ତାଙ୍କର ପୁତ୍ର। ଲେଅସ୍ଙ୍କର ରାଣୀ ଥିଲେ ଜୋକାଷ୍ଟା। ଭବିଷ୍ୟବାଣୀ ଥିଲା ଯେ ରାଜା ଲେଅସ୍ ଦିନେ ପୁତ୍ର ହାତରେ ପ୍ରାଣ ଦେବେ। ଏ କଥା ରାଜଦମ୍ପତି ଜାଣିଥିଲେ। ତେଣୁ ପୁତ୍ର ସନ୍ତାନ ଭୂମିଷ୍ଠ ହେଲା ମାତ୍ରେ ରାଜାଙ୍କ ଆଦେଶରେ ଶିଶୁକୁ ନେଇ ଦୂର ବନସ୍ତରେ ଫିଙ୍ଗି ଦେଇ ଆସିବାକୁ ଜଣେ ସୈନ୍ୟ ଆଦେଶ ପ୍ରାପ୍ତ ହେଲା। ସୈନ୍ୟ ଜଣକ ସଦ୍ୟଜାତ ଶିଶୁକୁ ନେଇ ଦୂରାନ୍ତର ଏକ ନିର୍ଜନ ପାହାଡ଼ରେ ପକାଇ ଦେଇ ଆସିଲା। ଭାବିଲା, ଖାଦ୍ୟ ଓ ପରିଚର୍ଯ୍ୟା ଅଭାବରେ ଏହି ନିର୍ଜନ ପାହାଡ଼ରେ ଅଚିରେ ଶିଶୁ ମରିଯିବ। ମାତ୍ର ଭାଗ୍ୟବଶତଃ ଜଣେ ମେଷପାଳକ ଏହି ନୂତନ ନବଜାତ ଶିଶୁକୁ ଦେଖି ତାକୁ ନେଇ ପାର୍ଶ୍ୱବର୍ତ୍ତୀ କରିଚ୍ଛ ରାଜ୍ୟର ରାଜାଙ୍କୁ ନେଇ ସମର୍ପଣ କଲା। ଯୋଗକୁ ସେ ରାଜଦମ୍ପତି ନିଃସନ୍ତାନ ଥାନ୍ତି। ତେଣୁ କରିନ୍ଥ ରାଜ୍ୟର ରାଜା ଓ ରାଣୀ ଏହି ଶିଶୁଟିକୁ ଅତି ଯତ୍ନରେ ଲାଳନ ପାଳନ କରିବାକୁ ଲାଗିଲେ। କ୍ରମେ ଇଡିପସ୍ ଯୁବକ ହେଲେ। ସେ ଡେଲଫାଇଲ୍ ନାମକ ଜଣେ ଜ୍ୟୋତିଷ ପାଖରୁ ଜାଣିଲେ ଯେ ତାଙ୍କର ପିତାଙ୍କର ନିଧନ ତାଙ୍କରି ହାତରେ ଅବଶ୍ୟ ହେବ ଏବଂ ସେ ନିଜର ମାତାଙ୍କୁ ବିବାହ କରିବେ। ଏଭଳି ମର୍ମନ୍ତୁଦ ଭବିଷ୍ୟବାଣୀ ଶୁଣି ଇଡିପସ୍ ସେ କରିନ୍ଥ ରାଜ୍ୟ ଛାଡ଼ିଦେଇ ପଳାୟନ କଲେ। ବାଟରେ ଜଣେ ସମ୍ଭ୍ରାନ୍ତ ବୃଦ୍ଧ ବ୍ୟକ୍ତିଙ୍କ ସହିତ ତାଙ୍କର ଗୋଟିଏ ତୁଚ୍ଛ କଥାରେ କଳହ ହେଲା। ଇଡିପସ୍ କ୍ରୋଧାନ୍ଧ ହୋଇ ସେହି ବୃଦ୍ଧ ବ୍ୟକ୍ତିଙ୍କ ସମେତ ତାଙ୍କ ସହିତ ଥିବା ଆଉ 3 ଜଣ ବ୍ୟକ୍ତିଙ୍କୁ ହତ୍ୟା କଲେ। ଇଡିପସ୍ ଜାଣିନଥିଲେ ଯେ ସେହି ନିହତ ବୃଦ୍ଧ ଜଣକ ହେଉଛନ୍ତି ଥିବିଜ୍ର ରାଜା ଲେଅସ୍, ଯିଏ ଇଡିପସ୍ଙ୍କ ପିତା। ଘଟଣାକ୍ରମେ ଠିକ୍ ସେହି ସମୟରେ ଥିବିଜ୍ ରାଜ୍ୟରେ ଗୋଟିଏ ଅଦ୍ଭୁତ ସିଂହମୁହିଁ ଦାନବୀ ଆସି ରହିଥାଏ। ତାର ନାମ ହେଲା ସ୍ଫିଙ୍କସ୍। ଆମ ଭାରତୀୟ ପୁରାଣ କଥାର ନବଗୁଞ୍ଜର ଚେହେରା ଭଳି ତାହାର ଅର୍ଦ୍ଧିକ ଶରୀର, ଉପର ପାଖ ସିଂହ ପରି ଓ ନିମ୍ନ ଅର୍ଦ୍ଧିକ ନାରୀ ଶରୀର ପରି। ଏହି ସିଂହମୁହିଁ ଅସୁରୁଣୀ ତା ବାଟ ଦେଇ ଯାଉଥିବା ପ୍ରତ୍ୟେକ ପଥିକକୁ ଅଟକାଇ ଗୋଟିଏ ମାତ୍ର ପ୍ରଶ୍ନ ପଚାରୁଥିଲା। ପ୍ରଶ୍ନ ଥିଲା, କେଉଁ ପ୍ରାଣୀ ଭିନ୍ନ ଭିନ୍ନ ସମୟରେ ଯଥାକ୍ରମେ 4ଟି, 2ଟି ଓ 3ଟି ଗୋଡ଼ରେ ଚାଲେ? ଯେଉଁ ବାଟୋଇ ଏହାର ଉତ୍ତର ଦେଇପାରେ ନାହିଁ କିମ୍ବା ଭୁଲ ଉତ୍ତର ଦିଏ, ସିଂହ ଅସୁରୁଣୀ ତାକୁ ମାରି ଖାଏ। କୌଣସି ବାଟୋଇ ସ୍ଫିଙ୍କସ୍ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁନଥିଲେ, ଫଳରେ ମୃତ୍ୟୁ ମୁଖରେ ପଡ଼ୁଥିଲେ। ସର୍ତ୍ତ ଥାଏ, ପ୍ରଶ୍ନର ଠିକ୍ ଉତ୍ତର ମିଳିଲା ମାତ୍ରେ ସ୍ଫିଙ୍କସ୍ ଆପେ ପ୍ରାଣତ୍ୟାଗ କରିବ। ରାଜ୍ୟର ନାଗରିକମାନଙ୍କର କ୍ରମଶଃ ଅଧିକରୁ ଅଧିକ ପ୍ରାଣହାନି ଘଟୁଥାଏ। ନାଗରିକମାନେ ସ୍ଥିର କଲେ ଯେ ଯେଉଁ ବ୍ୟକ୍ତି ସ୍ଫିଙ୍କସ୍ର ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ ସେ ଥିବିଜ୍ ରାଜ୍ୟର ରାଜା ହେବ ଏବଂ ରାଣୀକୁ ସେ ପ୍ରାପ୍ତ ହେବ। ଦିନେ ସ୍ଫିଙ୍କସ୍ ବସିଥିବା ସ୍ଥାନର ପାର୍ଶ୍ୱ ଦେଇ ଇଡିପସ୍ ଯାଉଥିଲା। ସ୍ଫିଙ୍କସ୍ ତାଙ୍କୁ ଦେଖି ସେହି ପ୍ରଶ୍ନ ପଚାରିଲା। ବୁଦ୍ଧିମାନ ଇଡିପସ୍ ସାମାନ୍ୟ ଚିନ୍ତା କରି ଉତ୍ତର ଦେଲେ, ପ୍ରାଣୀଟି ମନୁଷ୍ୟ ନିଜେ। ପ୍ରଥମେ ମନୁଷ୍ୟ ଶିଶୁ ଗୁରୁଣ୍ଡି ଗୁରୁଣ୍ଡି 2 ହାତ ଓ 2 ଗୋଡ଼ ଏହିପରି 4 ଗୋଟି ଅବୟବର ସାହାଯ୍ୟ ନିଏ। କ୍ରମେ ବଡ଼ ହୋଇଗଲେ 2 ଗୋଡ଼ରେ ଚାଲେ ଓ ବୃଦ୍ଧ ହୋଇଗଲେ ଗୋଟିଏ ବାଡ଼ି ଧରେ। ବାଡ଼ିଟି 3ୟ ଗୋଡ଼ ସଦୃଶ। ଏହିପରି 3ଟି ଗୋଡ଼ରେ ଚାଲିଥାଏ। ଏ ଉତ୍ତର ସଠିକ୍ ଥିଲା। ଏ ଉତ୍ତର ଶୁଣିବା ମାତ୍ରେ ସ୍ଫିଙ୍କସ୍ ପାହାଡ଼ ଉପରୁ ଡେଇଁ ପଡ଼ି ଆତ୍ମହତ୍ୟା କଲା। ଥିବିଜ୍ ରାଜ୍ୟର ପ୍ରଜାଗଣ ଆନନ୍ଦରେ ଇଡିପସ୍କୁ ଆପଣ ରାଜ୍ୟର ରାଜଗାଦିରେ ବସେଇଲେ। ପ୍ରଥା ଅନୁସାରେ ପୂର୍ବ ରାଜାଙ୍କ ରାଣୀ ଜୋକାଷ୍ଟା ବିଜେତା ନୂଆ ରାଜାଙ୍କର ରାଣୀ ହେଲେ। ଏ ଘଟଣା ଇଡିପସ୍ଙ୍କ ଅଜ୍ଞାତସାରରେ ଘଟିଗଲା ପରେ ସେ ଏହି ଗହୀର୍ତ୍ତ ପ୍ରମାଦ ବିଷୟ ଜାଣିପାରିଲେ। ରାଣୀ ଜୋକାଷ୍ଟା ଆତ୍ମହତ୍ୟା କଲେ। ଇଡିପସ୍ ନିଜ 2 ଆଖିକୁ ତାଡ଼ି ପକାଇଲେ। ଅନ୍ଧ ଇଡିପସ୍ ଏହାପରେ ନିଜର କନ୍ୟା ଆଷ୍ଟିବାନ୍‌ଙ୍କ ସହିତ ଥିବିଜ୍ ରାଜ୍ୟ ତ୍ୟାଗ କରି ଚାଲିଗଲେ।
ସଫୋକ୍ଲିସଙ୍କର ଏ ନାଟକଟି ଟ୍ରାଜେଡି ବିୟୋଗାନ୍ତ ନାଟକ। ଫ୍ରଏଡ୍ ନାଟକର ମୁଖ୍ୟ ନାୟକ ପୁରାଣ କଥାର ଇଡିପସ୍ ଚରିତ୍ରକୁ ଭିତ୍ତି କରି ଇଡିପ୍ସ କମ୍ପ୍ଲେକ୍ସ ବା ଇଡିପସ୍ ମାନସିକତାର ବର୍ଣ୍ଣନା କରିଛନ୍ତି। ପୂର୍ବେ ଦିଆଯାଇଥିବା ଗ୍ରୀକ୍ ମିଥୋଲୋଜିରୁ ଏହି ଘଟଣାଟିର ଭାବାର୍ଥକୁ ଫ୍ରଏଡ୍ ନିଜର ଉଦ୍ଭାବିତ ତତ୍ତ୍ୱରେ ପ୍ରୟୋଗ କରିଥିଲେ। ଏହି ଇଡିପସ୍ କମ୍ପ୍ଲେକ୍ସ ସମ୍ପର୍କରେ 1897 ଅକ୍ଟୋବର 15 ତାରିଖରେ ସେ ଡାକ୍ତର ଫ୍ଲିସ୍ଙ୍କ ପାଖକୁ ଲେଖିଥିଲେ, ନିଜ ସହିତ ଏକାନ୍ତ ଭାବେ ବିଶ୍ୱସ୍ତ ହେବା ହେଉଛି ଗୋଟିଏ ଭଲ ଅଭ୍ୟାସ। ସାର୍ବଜନୀନ ମୂଲ୍ୟ ଥିବା ଏହି ଇଡିପସ୍ ମନୋଗ୍ରନ୍ଥି ସମ୍ପର୍କୀୟ ମୋର ଗୋଟିଏ ଧାରଣା ହୋଇଛି। ମୁଁ ନିଜଠାରେ ମଧ୍ୟ ମୋର ମାଆକୁ ଭଲ ପାଇବା ଓ ବାପାଙ୍କୁ ଈର୍ଷା କରିବା ବ୍ୟାପାର ଘଟିଛି। ମୁଁ ଏସବୁକୁ ପ୍ରାକ୍ ଶୈଶବର ଏକ ସାଧାରଣ ସାର୍ବଜନୀନ ବ୍ୟାପାର ବୋଲି ବିଶ୍ୱାସ କରୁଛି। ଯଦି ତାହା ହୁଏ ତେବେ ଇଡିପସ୍ କମ୍ପ୍ଲେକ୍ସର ଶକ୍ତିଶାଳୀ ଆକର୍ଷଣ ବୁଝି ହେଉଛି। ଏହି ଗ୍ରୀକ୍ ମିଥ୍ ଏପରି ଏକ ବାଧ୍ୟବାଧକତାରେ ଆକ୍ରାନ୍ତ କରିଦିଏ ଯେ ପ୍ରତ୍ୟେକ ଏହାକୁ ଚିହ୍ନି ପାରନ୍ତି, କାରଣ ସେମାନେ ନିଜ ନିଜ ଭିତରେ ଏହାର ସ୍ୱରୂପ ସୂଚନା ପାଇଥାନ୍ତି। କଳ୍ପନାର ଐନ୍ଦ୍ରଜାଲିକତାରେ ବାସ୍ତବରେ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଶୈଶବରେ ଏକଦା ଜଣେ ଜଣେ ସ୍ଫୁଟନୋନ୍ମୁଖ ଇଡିପ୍ସ ଚରିତ୍ରର ହୋଇଥାନ୍ତି। ଏହାର ସ୍ୱପ୍ନ ସାକାର ଭାବାନୁଭୂତି ମଣିଷକୁ ଏତେ ଡରେଇ ଦିଏ ଯେ ସେସବୁ ଚେତନା ମନରୁ ଅନ୍ତର୍ହିତ ହୋଇଯାଇ ସମୁଦାୟ ଅବଦମିତ ହୋଇଯାଏ, ଶୈଶବଠାରୁ ବର୍ତ୍ତମାନର ବାସ୍ତବତାକୁ ପୂରାପୂରି ବିଚ୍ଛିନ୍ନ କରିଦିଏ। ଇଡିପ୍ସ ମନୋଗ୍ରନ୍ଥିର ଅର୍ଥ ବାପା ଅଥବା ମାଙ୍କ ପ୍ରତି ପୁଅ ବା ଝିଅର ସମ୍ପୃକ୍ତ ଆକର୍ଷଣ ଏବଂ ଈର୍ଷାକୁ ବୁଝାଏ। ଶିଶୁ ଅବସ୍ଥାରେ ପୁଅ ଓ ଝିଅମାନଙ୍କ ଠାରେ ସହଜାତ ଲିବିଡୋ ପ୍ରେରଣା ସେମାନଙ୍କର ସ୍ୱତଃ କାମୋଦ୍ଦୀପକ ଇନ୍ଦ୍ରିୟ ଅଚଞ୍ଚଳରେ ସୀମାବଦ୍ଧ ଥାଏ। ଏହି ଲିବିଡୋ ପ୍ରେରଣାମାନ ଇନ୍ଦ୍ରିୟାଙ୍ଗ ଅଞ୍ଚଳରୁ ବାହାରି କ୍ରମେ କେତେକ ବ୍ୟକ୍ତି ବିଶେଷଙ୍କ ଠାରେ ସଂଲଗ୍ନ ହୋଇଥାଏ। ଶିଶୁର ନିକଟତମ ବ୍ୟକ୍ତି ହେଲେ ପିତା ମାତା। ପୁଅର ଲିବିଡୋ ମା ପ୍ରତି ଓ ଝିଅର ଲିବିଡୋ ନିଜ ବାପାଙ୍କ ପ୍ରତି ସଂଲଗ୍ନ ଥାଏ। ତେବେ ସମ୍ପ୍ରତି ମନୋବିଜ୍ଞାନ ଗ୍ରନ୍ଥଗୁଡ଼ିକରେ ସୁବିଧା ଦୃଷ୍ଟିରୁ ଝିଅ ଓ ପୁଅ ଉଭୟଙ୍କର ଏହି କମ୍ପ୍ଲେକ୍ସକୁ ସେଇ ଏକା ଇଡିପସ୍ ମନୋଗ୍ରନ୍ଥି ବୋଲି ଉଲ୍ଲେଖ କରାଯାଉଛି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଇଡିପ୍ସ କମ୍ପ୍ଲେକ୍ସ ସମ୍ପର୍କରେ ସିଗମଣ୍ଡ ଫ୍ରଏଡ୍, ଯିଏକି ମନୋବିଜ୍ଞାନର ଜଣେ ସମର୍ଥକ, ବ୍ୟାଖ୍ୟାକାର, ଦାର୍ଶନିକ ଥିଲେ। ତାଙ୍କର ଏଇ ମାତୃ ମନୋଗ୍ରନ୍ଥିର ସମୀକ୍ଷା ବା ତାତ୍ତ୍ୱିକ ଅନୁଶୀଳନ ଆଜି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।